ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ବାବୁଆଣୀ ଲାଞ୍ଚ ନେଇ ଧରାପଡ଼ିଲେ ଜଳଛାୟା ସଂଯୋଜିକା। କଳାହାଣ୍ଡି ଜଳଛାୟା ମିଶନର ମନରେଗା ଯୋଜନା ସଂଯୋଜିକା ପ୍ରିୟଙ୍କା ଜେନା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। 35,000 ଟଙ୍କା ଲାଞ୍ଚ ନେଲାବେଳେ ଆଜି ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି। ଅଭିଯୋଗ ଅନୁଯାୟୀ ମେଦିନୀପୁରର ଚାଷୀ ଜାଭେଦ ଅନସାରୀ ଏବଂ ତାଙ୍କ ଭାଇଙ୍କ ଜମିରେ 2ଟି ଫାର୍ମ ପଣ୍ଡ ଖୋଲାଯାଇଥିଲା। ପ୍ରାୟ 4 ଲକ୍ଷ ଟଙ୍କାର ଫାର୍ମ ପଣ୍ଡ ପାଇଁ 2,68,000 ଟଙ୍କାର ବିଲ୍ ହୋଇଥିଲା। ଆଉ ପ୍ରିୟଙ୍କା ତାର 18% ଦାବି କରିଥିଲେ। ହେଲେ ମୁଲଚାଲ ପରେ 35,000 ଟଙ୍କା ନେବାକୁ ସେ ଜିଦ୍ ଧରିଥିଲେ। ଆଜି ସ୍ଥାନୀୟ ଇରିଗେସନ କଲୋନୀ ଛକ ନିକଟରେ ଜାଭେଦଙ୍କଠାରୁ ସେ 35,000 ଟଙ୍କା ନେବା ବେଳେ ସେଠାରେ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ପରେ ପ୍ରିୟଙ୍କା ରହୁଥିବା ଦର୍ପଣ ସାଗର ପଡ଼ର ଭଡ଼ା ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। କଳାହାଣ୍ଡି ଜଳଛାୟା ମିଶନରେ ମନରେଗା ସଂଯୋଜିକା ଭାବେ ଭୁବନେଶ୍ୱର ସ୍ଥିତ ଇ1 ସଂସ୍ଥା ମାଧ୍ୟମରେ ପ୍ରିୟଙ୍କା କାମ କରୁଥିଲେ। ସମ୍ପ୍ରତି ମନରେଗା ଯୋଜନାର ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ପରବର୍ତ୍ତୀ ସମୟରେ ତାକୁ ରାମଜୀ ଭାବଜୀ ଯୋଜନା ଭାବେ ପରିବର୍ତ୍ତିତ ହେବାର ଥିଲା। ତେଣୁ ମାର୍ଚ୍ଚ ସୁଦ୍ଧା ସମସ୍ତ କାମ କରିବାକୁ ବିଭାଗୀୟ ସ୍ତରରେ ନିର୍ଦ୍ଦେଶ ଥିଲା। ତେଣୁ ତରବରିଆ ଭାବେ ବିଲ୍ କରି ସେଥିରୁ ବିଭାଗୀୟ କର୍ମଚାରୀମାନେ ପିସି ଆଦାୟ କରୁଥିଲେ। ଆଜି ପ୍ରିୟଙ୍କା ଭିଜିଲାନ୍ସ ଦ୍ୱାରା ଧରା ପଡ଼ିବା ପରେ କଳାହାଣ୍ଡି ଜଳଛାୟା ମିଶନ ଅଫିସରେ କୋକୁଆ ଭୟ ସୃଷ୍ଟି ହୋଇଥିବା କୁହାଯାଉଛି। ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିଭାଗର ଭିବିଜି ରମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା ଏବେ ଭିଜିଲାନ୍ସ ଜାଲରେ। ଅଭିଯୋଗ ଅନୁଯାୟୀ ଏକ ଫାର୍ମ ପଣ୍ଡ କାମ ଶେଷ ହେବା ପରେ ତାର ବିଲ୍ କରାଇଦେବା ପରେ ସେ ମୋଟା ଅଙ୍କର ପିସି ଦାବି କରିଥିଲେ। ବିଲ୍ ପାସ୍ କରିବା ବଦଳରେ ସେ ଜଣେ ବ୍ୟକ୍ତିଙ୍କଠାରୁ 35,000 ଟଙ୍କା ଲାଞ୍ଚ ନେଉଥିଲେ। ତେବେ ସରକାରୀ ଯୋଜନାରେ ପିସି କାରବାର କରୁଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଫାର୍ମ ପଣ୍ଡ ବା ପୋଖରୀ କାମର ବିଲ୍ କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରାପଡ଼ିଛନ୍ତି ଭିବିଜି ରମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା। ପ୍ରିୟଙ୍କା ଜେନା 35,000 ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ହିଁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତେବେ ଏହାକୁ ନେଇ କଳାହାଣ୍ଡିର ବିଭିନ୍ନ ଅଫିସରେ ବର୍ତ୍ତମାନ ଛରକା ପଶିଛି। ପ୍ରାୟ 4 ଲକ୍ଷ ଟଙ୍କାର ଫାର୍ମ ପଣ୍ଡ ପାଇଁ 2,68,000 ଟଙ୍କା ବିଲ୍ ହୋଇଥିଲା। ପ୍ରିୟଙ୍କା ତାର 18% ଦାବି କରିଥିଲେ।